ଖୋର୍ଦ୍ଧା ବ୍ଲକ ନନ୍ଦପୁର ପଞ୍ଚାୟତ ଅଧୀନ ମହତପୋଲା ମୌଜାରେ ଏକଦା ରହିଥିଲା କାଞ୍ଜିଆଗଡ଼। କିମ୍ବଦନ୍ତୀ ଅନୁସାରେ କାଞ୍ଜିଆଗଡ଼ 1435ରୁ 1533 ଖ୍ରୀଷ୍ଟାବ୍ଦ ମଧ୍ୟରେ ସୂର୍ଯ୍ୟବଂଶର ରାଜତ୍ୱ କାଳରେ ପ୍ରତିଷ୍ଠା ହୋଇଥିଲା। ଏଠାରେ ବାସ କରୁଥିଲେ ଜଣେ ବୀର ପାଇକ। ତାଙ୍କ ନାମ ଶୁଣିଲେ ଯେ କେହି ଭୟରେ ଥରୁଥିଲେ। ପାଇକଙ୍କ ଥିଲା 18ଟି ବୀରପୁତ୍ର। ସେମାନେ ଏକ 5 ତଳ ପ୍ରସାଦରେ ଅବସ୍ଥାନ କରୁଥିଲେ। ସମୟକ୍ରମେ 18 ଜଣଙ୍କୁ ହତ୍ୟା କରାଯାଇଥିଲା ସେହି ସ୍ଥାନରେ। ସେମାନଙ୍କ ସ୍ମୃତିରେ କାଞ୍ଜିଆଗଡ଼ରେ ନିର୍ମିତ ହୋଇଥିଲା ସ୍ମୃତିସ୍ତମ୍ଭ। 18ଟି ପ୍ରସ୍ତର ମୂର୍ତ୍ତି ସେଠାରେ ସ୍ଥାପନ କରାଯାଇଥିଲା। ଏହି 18 ଭାଇଙ୍କ ସ୍ମୃତିସ୍ଥଳ ସମ୍ପ୍ରତି ଅସ୍ତିତ୍ୱ ହରାଇବାକୁ ଯାଉଛି। 1991ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହା ରାଓ ଏହି ସ୍ଥଳ ପରିଦର୍ଶନ କରି ଏହାକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଁ ଦେଇଥିବା ପ୍ରସ୍ତାବ କେବଳ ସ୍ମୃତିରେ ହିଁ ରହିଯାଇଛି। ଏହାର କାରିବାମୟ ଅଧ୍ୟାୟ ମାଟିରେ ମିଶିବାକୁ ବସିଛି। ବିଦ୍ୟମାନ ବୀରଶିଳାରେ ନିର୍ମିତ ହୋଇଥିଲା 18 ଭାଇଙ୍କ ସ୍ମୃତିସ୍ତମ୍ଭ। ଏଗୁଡ଼ିକ ଭାଙ୍ଗିରୁଜି ଏଣେତେଣେ ପଡ଼ିବା ସହ ଇଟାବୁଦାରେ ଘେରି ଯାଇଲାଣି। ମାଫିଆଙ୍କ ଦ୍ୱାରା ଏହାର ଏକାଧିକ ପଥର ଲୁଟ୍ ହେବାର ଦେଖାଯାଉଛି। ଏଠାରେ ଅତି ନିକଟରେ ଥିବା ବରାହୀ ଠାକୁରାଣୀଙ୍କର ଓ ଗଡ଼ ପୁଷ୍କରିଣୀ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି। ପ୍ରାୟ 150 ଫୁଟ ଲମ୍ବ ଏବଂ 50 ଫୁଟ ଓସାରିଆ ବିଶିଷ୍ଟ ମାଙ୍କଡ଼ା ପଥରରେ ଚାଗଡ଼ାରେ ଏହି 18 ଭାଇଙ୍କ ବୀରଶିଳା ଅବସ୍ଥିତ ଥିଲା। ଏହି ମାଙ୍କଡ଼ା ପଥର ଖଣ୍ଡରେ କଳସ ଥାଇ ମନ୍ଦିର ସଦୃଶ ଚିହ୍ନ ଏବଂ ଅସ୍ତ୍ରଶସ୍ତ୍ର ଯୁଦ୍ଧରତ ବୀର ପାଇକଙ୍କ ମୂର୍ତ୍ତି ଖୋଦିତ ହୋଇଥିଲା। ଆଉ କେତେକ ପଥର ବୀରଙ୍କ ମସ୍ତକରେ ଛତ୍ରଛାୟା ଓ ଦକ୍ଷିଣ ହସ୍ତରେ ଖଣ୍ଡା ଓ ବାମ ହସ୍ତରେ ଢାଲ ଧରି ଖୋଦିତ ହୋଇଛି। ପ୍ରତ୍ୟେକ ବୀରଶିଳା ମୁଣ୍ଡରେ ପଛପଟେ ବଳଗଣ୍ଠି ମଧ୍ୟ ଖୋଦିତ ହୋଇଛି। ଏହିଭଳି ଦୁର୍ଲଭ ତଥା ଇତିହାସ ପ୍ରସିଦ୍ଧ ପି.ଭି. ନରସିଂହା ରାଓ ଏହି ଐତିହାସିକ ସ୍ଥାନ ପରିଦର୍ଶନ କରିବା ସହ ବରାହୀ ଠାକୁରାଣୀଙ୍କ ପୀଠ, ବୁଢ଼ା ମହାଦେବଙ୍କ ମନ୍ଦିର ଏବଂ 18 ଭାଇଙ୍କ ସ୍ମୃତିସ୍ତମ୍ଭକୁ ନେଇ ସ୍ୱତନ୍ତ୍ର ପର୍ଯ୍ୟଟନ ସ୍ଥଳ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। ଏଭଳି ଏକ ଐତିହାସିକ ସମ୍ପନ୍ନ ସ୍ଥଳରେ ବିକାଶ ପ୍ରତି ସାମାନ୍ୟ ଦୃଷ୍ଟି ନ ଦିଆଯିବା ପର୍ଯ୍ୟଟକଙ୍କ ତଥା ଐତିହାସିକଙ୍କୁ ବ୍ୟଥିତ କରିଛି। ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ କହିଛନ୍ତି, ଏହାକୁ ଏକ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନ ସ୍ଥଳ କରାଯିବା ପାଇଁ ପଦକ୍ଷେପ ନିଆଯିବ। ନନ୍ଦପୁରରୁ ଆନ୍ଦୋଳନ ଓଡ଼ିଶା ବ୍ୟୁରୋ ରିପୋର୍ଟ।